जय जगन्नाथ सांग माने वेलकम बैक माय चैनल मो आपणकर वर्षा स्वागत करूची आजिर वीडियो को आजिर वीडियो बहुत ही दुखद हेई पारे बट आशा करी आपण माने बहुत सारा भल पाइबा देबे एंड ता सहित बहुत मात्रा रे लाइक शेयर कमेंट माध्यम करिवे तो दुख मु कोन पई कहूची कि फर्स्ट ये मेसेज ता पढंतु ए कमेंट ता पढला मात्रे आपण को केमति फील हो एंड जो भद्र व्यक्ति ए कमेंट ता लिखिछंती मु पढ़ला पर मते कौन फील हबो मानो कि एटा सोशल मीडिया एठी नेगेटिव अछि पॉजिटिव अछि एंड मु ए जिंसटा को भी मो माइंड रे सेट करछि कि हां जदि हमको कुछ भलो मेसेज आछी त हमको किछ ना किछ खराब मेसेज आसीबो ठीक अछि किछ असुविधा नै बट ए भला मेसेज करबा केते दूर ठीक जेतबे मु मेसेज पढ़िले मते एमिति फील होला कि मो सामना वाला को छाड़ी गई मो मन रे बहुत सारा क्वेश्चन आसला मु एया भाबिली कि सोशल मीडिया आसे कि मैं भूल कर देली नहीं यूट्यूब चले कि मैं भूल कर देली एमिति जने कमेंट करी कि तांको कोन मिलला रिक्वेस्ट करबे कि सब कमेंट कर एमिति कमेंट करो काहे कि तमे जहा को एमिति कमेंट करिछ से किए मोर सेटा तमे जानि ना किंतु सी किए मोर सेटा मु भलो कि जानि निज लोक को हरइबार दुख हुए तो तुमको जना न था मत बहुत भल से जना आ जो मनिष मते एडिकिरो एडा बड़ कहछि तुम ता पई कमेंट लिखिबो मो सही परिबे रिक्वेस्ट करबी प्लीज एमिति कमेंट बिल्कुल तो लिखनी जोसे मु भांगी पड़े जहा को मु दिने न देखिले पागल हो जाए तमे ता पई एमिति कमेंट लिखिछ जे मो जीवन जहाँ बिना निश्वास से नहीं पारेनी जहाँ आवाज टिके सुनिया पर मैं विकल हो जाए तमे ता पई कमेंट लिखिछ रिक्वेस्ट करबी प्लीज एमिति कमेंट बिल्कुल भी लिखनी मो पाटे वर्ड नहीं कहया पर ଏବେ ସମୟ ପାଖାପାଖି 12ଟା ରାତି 12ଟା ମୁଁ କେତେ ଥର ବି ସେ କମେଣ୍ଟ କୁ ପଢୁଛି ମୋ ମୁଣ୍ଡ ଭିତରେ କଣ ହେଇଯାଉଛି ଭାବିଲି କି ନାଇଁ ଛୋଟ ଭିଡିଓଟେ ହଉ ପଛେ ମୁଁ ଆପଣ ମାନଙ୍କ ସହିତ ସେୟାର କରିବି ଯେହେତୁ ଆପଣ ମାନେ ମୋର ଅଲରେଡି ଗୋଟେ ଫ୍ୟାମିଲି ହେଇସାରିଛନ୍ତି ତ ରିକ୍ୱେଷ୍ଟ କରିବି ପ୍ଲିଜ ଏମିତି ମେସେଜ କରନ୍ତୁନି ପ୍ଲିଜ एंड एतिକି ମେସେଜ ରେ ବି ମନ ପୁରିନି ଆଉ ଜଣେ ଭଉଣୀ ଗୋଟେ ମେସେଜ କରିଛନ୍ତି ଆପଣ ମାନେ ପଢିଦିଅନ୍ତୁ ମାନୁଛି ମୋ ବାପା ମା ମତେ ବହୁତ କଷ୍ଟରେ ବଡ କରିଛନ୍ତି ବହୁତ କଷ୍ଟରେ ଏମିତି ଦିନ ଅଛି ଯୋଉଠି ଆମେ ଚଳିବା ବି ବହୁତ ବଡ ମୁସ୍କିଲ ହେଇଯାଉଛି फिर भी ସେଇ ଟାଇମ କୁ ଅତିକ୍ରମ କରିକି ମୁଁ ଏ ଜାଗାରେ ଆସି ପହଞ୍ଚିଛି ଯଦି ସେମାନେ ସେତେବେଳେ ସେତିକି କଷ୍ଟ ନ କରିଥାନ୍ତେ ମୁଁ ଏଇ ଜାଗାକୁ ଆସିନଥାନ୍ତି ମୋ ଘର ଗାଁରେ ଆମେ ଖଟିଲେ ଖାଉ ଏବେ ମୁଁ ଆସି ଭୁବନେଶ୍ୱରରେ ରହୁଛି ଯଦି ମୋ ବାପା ମା ସେତିକି ମତେ 2 ଅକ୍ଷର ପାଠ ନ ପଢେଇଥାନ୍ତେ ମୁଁ ଏଇ ଜାଗାକୁ କେବେ ବି ଆସିପାରିନଥାନ୍ତି ଏଇଟା ମୁଁ ମାନୁଛି ହେଲେ ଗୋଟେ କମେଣ୍ଟ ଲେଖିବା ପୂର୍ବରୁ 2-3 ଥର ଭାବନ୍ତୁ ଆଜ୍ଞା ଯଦି ଏଇ ଜାଗାକୁ ମୁଁ ଆଜି ଆସିଛି ତା ପଛରେ କାହାର ନା କାହାର ହାତ ନିଶ୍ଚୟ ଥିବ ଆଉ କୌଣସି ଗୋଟେ ଭିଡିଓକୁ ଦେଖିକି କେବେ ବାପା ମାଙ୍କ ଉପରେ ଜଜ୍ କରନ୍ତୁନି कि ସେ ଭିଡିଓଟା ଦେଖି ସେ ଝିଅ ଉପରେ ବି ଜଜ୍ କରନ୍ତୁନି କାହିଁକି ନା ତା ପଛର କାହାଣୀ ବହୁତ ଲମ୍ବା ମଣିଷର କିଛି ନା କିଛି ଗୋଟେ ପ୍ରାଇଭେଟ କଥାବାର୍ତ୍ତା ଥାଏ ଆଣ୍ଡ ବହୁତ ସାରା ସିକ୍ରେଟ କଥା ବି ଥାଏ ଯୋଉଟା ମୋର ଅଛି କିଛି ପ୍ରାଇଭେଟ କଥା ବି ଅଛି ଯୋଉଟା ମୁଁ ସୋସିଆଲ ମିଡିଆରେ ସେୟାର କରିବା ପାଇଁ ଚାହୁଁନି ତ ଯୋଉ ମଣିଷଟା ପାଇଁ ତମେ ଏଇ କମେଣ୍ଟ ଲେଖିଛ ନା ସିଏ ମୋ ଲାଇଫରେ କଣ କରିଛି କେତେ ଇମ୍ପୋର୍ଟାଣ୍ଟ ଆଉ ତା ଅବଦାନ ମୋ ଲାଇଫରେ କଣ ସେଟା କେବଳ ମୁଁ ଜାଣିଛି ଆପଣ ମାନେ ଜାଣିନାହାନ୍ତି ଯଦି ବି ସୋସିଆଲ ମିଡିଆରେ ମୁଁ ପାଦ ଦେଇଛି ମୋର ନାଁ ଅଛି ସୋସିଆଲ ମିଡିଆରେ ମୋର ଇନଷ୍ଟାଗ୍ରାମ ଅଛି ମୋ ଇନଷ୍ଟାଗ୍ରାମରେ ବହୁତ ଫଲୋଅର୍ସ ଅଛନ୍ତି କେବଳ ସେଇ ମଣିଷଟା ଯଦି ଆଜି ମୁଁ ଦିପଦ କହିପାରୁଛି ତାହେଲେ ସେଇ ମଣିଷ ପାଇଁ କ୍ୟାମେରା ଆଗରେ ତ ମୁଁ କହିଦଉଛି
କ୍ୟାମେରା ଧରିଥିବା ଲୋକଟି କିଏ ଜାଣିଛନ୍ତି? ସେଇ ମଣିଷଟା ଯିଏ ବର୍ଷା ଖରା ଶୀତ କିଛି ବି ମାନେନି, ମୋ ଖୁସି ପାଇଁ ମୁଁ ଭିଡିଓ ବନେଇଛି। ଆଉ ମୁଁ ଦେଖିଛି ତାକୁ, ମୁଁ ଖୁସି ହେଲେ ହିଁ ସେ ଖୁସି ହୁଏ। ତ ରିକ୍ୱେଷ୍ଟ କରିବି ପ୍ଲିଜ, ଯଦି କାହା ବିଷୟରେ କିଛି ଜାଣିନ ତାହେଲେ ଏମିତି କମେଣ୍ଟ କରନି। ତମର ଦି ପଦ କମେଣ୍ଟ ହୁଏତ ତମକୁ ବଡ କରିଦେଇପାରେ, କିନ୍ତୁ ସେ ଦି ପଦ କମେଣ୍ଟ ଯେତେବେଳେ ମୁଁ ପଢୁଛି ନା, କୋଉଠି ନା କୋଉଠି ମୁଁ ଭିତରୁ ଭାଙ୍ଗି ଯାଉଛି। ମୁଁ ବହୁତ କଷ୍ଟ କରି ଏ ଜାଗାକୁ ଆସିଛି। ଆ ପଛର କାହାଣୀ ବହୁତ ଲମ୍ବା। ଯଦି କେବେ କହିବାର ସୁଯୋଗ ମତେ ମିଳେ ମୁଁ ନିଶ୍ଚୟ କହିବି। ହେଲେ ପ୍ଲିଜ ତା ପୂର୍ବରୁ ମତେ ହାରାସ କରନ୍ତୁନି, କିଛି ବି ନେଗେଟିଭ କମେଣ୍ଟ ଦିଅନ୍ତୁ। ମାନୁଛି 100 କମେଣ୍ଟ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଅଛି। ଆପଣ ମାନେ ଭାବୁଥିବେ 100 କମେଣ୍ଟ ଭିତରୁ ମୁଁ ନେଗେଟିଭ କମେଣ୍ଟ କାହିଁକି ପଢୁଛି। ଗୋଟେ କଥା ମନେ ରଖନ୍ତୁ, ଯଦି ବାଲ୍ଟିଏ ପାଣିରେ ନା ଗୋଟେ ଟୋପା ବିଷ ପଡିଯାଏ, ତାହେଲେ ସେ ବାଲ୍ଟିଏ ପାଣି ଯାକ ବିଷ ହେଇଯାଏ। ତ ଏଇ ନେଗେଟିଭ ଲୋକ ଆମ ଲାଇଫରେ ପୁରା ବିଷ ବଢିଯାଏ। ମାନୁଛି ଏମାନଙ୍କୁ ଇଗ୍ନୋର କରିବା ହିଁ ଠିକ, ବଟ୍ ରିକ୍ୱେଷ୍ଟ କରୁଛି ତ ଆଜିର ଭିडिଓ ବହୁତ ହି ସ୍ୟାଡ୍ ହେଇଗଲା। ତ ଆଶା କରିବି ଯଦି ଭିडिଓଟି ଭଲ ଲାଗେ ପ୍ଲିଜ ଲାଇକ୍ ସେୟାର କମେଣ୍ଟ କରିବେ, ଆଣ୍ଡ ପ୍ଲିଜ ଏମିତି କମେଣ୍ଟ ବିଲକୁଲ ବି କରିବେ।